ओके गुड मॉर्निंग स्टूडेंट समस्त को वॉइस क्लियर अच्छे एवरीथिंग इज क्लियर अगेन समस्त क्वेश्चन मो वॉइस क्लियर अच्छे थैंक यू। तो आदित्य एकेडमी एप्लिकेशन जो मैं डाउनलोड करी क्लास करूछो सेतरे जो मैथ हमें करूछे से मैथ को बेस करी हमें वर्तमान पीवाईक्यू डिस्कशन करूछु। यस हैप्पी रथयात्रा। प्रभु जगन्नाथ तुम मानकर मंगल करंतु जे जो स्वप्न देखिकिरी आगु को पाद बढ़ी ତା ସ୍ୱପ୍ନ ପୂରଣ ହଉ। ଆସନ୍ତା ରଥଯାତ୍ରା ବେଳକୁ ସେ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚୁ। ପ୍ରଭୁଙ୍କ ପାଖରେ ମୋର ଏତିକି ହିଁ ନିବେଦନ। ତ ଆମେ ଯୋଉ ଯେତିକି ବି ଆମେ କ୍ଲାସ୍ କରିଛେ ଯୋଉଟା କି ପରସେଣ୍ଟେଜ ହଉ, ସିମ୍ପଲ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ ହଉ, ଟାଇମ ଆଣ୍ଡ ୱାର୍କ ହଉ, ଯେତେ ବି କରିଛେ ତାକୁ ବେସ୍ କରି ଯେତିକି ପିୱାଇ କ୍ୟୁ ହେଇପାରିବ ଆମେ ଡିସ୍କସନ କରୁଛେ। এই ପିୱାଇ କ୍ୟୁ ତୁମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଏଥିପାଇଁ ରହିବ କାରଣ ଏଇ କ୍ୱେଶ୍ଚିନ୍ ହିଁ ଅପକମିଂ ସିଜିଏଲ ହଉ, ଓଏଏସ୍ ର ପ୍ରିଲିମ୍ ହଉ, ରିପିଟ୍ ହବ। ତ ଆମେ ଯୋଉ ପିୱାଇ କ୍ୟୁ କରୁଛେ ଓଡ଼ିଶା ଗଭର୍ଣ୍ଣମେଣ୍ଟର ସମସ୍ତ ପ୍ରିଭିୟସ୍ ଏକ୍ସାମର ସମସ୍ତ ପିୱାଇ କ୍ୟୁ ମୁଁ ଦେଖେଇ ଦଉଛି। ଆଟଲିଷ୍ଟ ଏ ପିଡିଏଫ ଟା ମୁଁ ତୁମମାନଙ୍କୁ କହିଥିଲି ଦେବି ବୋଲି ଦେଇନଥିଲି। ପିଲା ଆଉ ଥରେ ପିଡିଏଫ ଟା ଦେଖେଇ ଦଉଛି ତାପରେ କ୍ଲାସକୁ ଆମେ ଷ୍ଟାର୍ଟ କରିଦବା। 363 ମାନେ 363 ପେଜରେ ଯୋଉ ପିଡିଏଫ ଅଛି। ଓକେ এই ଯୋଉ ପିଡିଏଫ ଟା ତୁମମାନଙ୍କୁ ଆଜି ମୁଁ ପ୍ରୋଭାଇଡ କରିଦେବି ଆପ୍ଲିକେସନରେ। ତୁମେ ଏଟାକୁ ମୁଁ ଆରି କ୍ୱେଶ୍ଚିନ୍ ଆନ୍ସର ହିଁ ସିଲେକ୍ଟେଡ କ୍ୱେଶ୍ଚିନ୍ ବାଛିକିରି ମୁଁ ତୁମମାନଙ୍କୁ ଏଟା କରିଦେବି। ଓକେ ତ ଆଜିର ଆମେ ପିୱାଇ କ୍ୟୁ ଡିସ୍କସନ ଷ୍ଟାର୍ଟ କରିବା। ଆଜିର ଯୋଉ ଡିସ୍କସନ ରହିବ ପୂର୍ବ ବର୍ଷର ଓପିଏସସି ଆଉ ଅଦର ଏସଏସସି ର ଓ ଡବଲ ଏସଏସସି ର କ୍ୱେଶ୍ଚିନ୍। क्वेश्चन नंबर 11 नंबर देख 11 नंबर माने जेहेतु मु माने पूर्व वर्षर क्वेश्चन को कॉपी पेस्ट करछि से एग्जाम पेपर रे जेहेतु सीरियल नंबर शेयर होछि से सेति पय तुमको एभो रखा होछि। चल अस क्वेश्चन नंबर फास्ट बाय 11 नंबर हम कहि परियो जल्दी कर। हां से डिस्कशन टा आज मु अपलोड करी। क्वेश्चन नंबर 11 नंबर जल्दी स्पीड आंसर दियो। देखो आंसर आसिला गोटे क्वेश्चन को टिके हाथ स्पीड करो केते समय नौ ता भी मु देखियो चाहूँ जे गोटे पिला केते समय भीतर गोटे क्वेश्चन को क्लियर करछ। बी होबा आंसर। देखो गोटे से कहूची गोटे डिसऑनेस्ट गोटे डीलर अछि जे कि सेल हिज गुड्स ता जिनिस को बिकुची एट द कॉस्ट प्राइस माने से जेतिकी टंका किनिथिला सेतिकी टंका रे बिकुची तार तो प्राइस ऊपर किसी से नेगोशिएशन करूनी किंतु से कौन करूची जो 1 केजी 1 केजी जे केते ग्राम 1 केजी जे केते ग्राम एनुअल आंसर 1 केजी जे केते ग्राम 1 केजी जे केते ग्राम 1000 ଗ୍ରାମ। ଓକେ 1000 ଗ୍ରାମ ତ ସେ 1000 ଗ୍ରାମ ବଦଳରେ 1000 ଗ୍ରାମ ବଦଳରେ 960 ଗ୍ରାମ ବିକୁଛି ତାହେଲେ ଏଇଠି ସେ କେତେ ଗ୍ରାମର ପ୍ରଫିଟ ରଖୁଛି 40 ଗ୍ରାମର ପ୍ରଫିଟ ରଖୁଛି ତାହେଲେ ଏଇଟା ହିଁ ତାର ଲାଭ। ତାହେଲେ କେତେ ପରସେଣ୍ଟ ସେ ପ୍ରଫିଟ କରୁଛି 40/960 ଇଣ୍ଟୁ 100 40/960 ଇଣ୍ଟୁ 100 ଯଦି ଗୋଟେ ଶୂନ କ୍ୟାନସେଲ କରୁଛି ଆକୁ ଆଧରେ କାଟିଲେ କେତେ ହଉଛି 4 2 8 4 4 16 ଏଗେନ୍ 4 କାଟିଲେ ଏଟା ହଉଛି 20। ଓକେ ଆକୁ ସରି 4 କାଟିଲେ ଏଟା ହଉଛି 6 ନା 6 4 24 ଆକୁ 4 କାଟିଲେ ଏଟା ହଉଛି 20। ଓକେ ତ ଫେରେ 10/3 25 ସରି 25 ପରେ ଏଟା ହଁ ମୁଁ 10 କହିଦଉଛି। ଓକେ ଓକେ ସରି ସରି ମୁଁ ଏଟା 20 ଲେଖିଥିଲି ଏଟା ହବ 25। ତ ଏଇଠି ତମର ଆସିଲା କେତେ ନା 25/4 ସରି 25/6 ଆସିଲା 25/6 ଯେ କେତେ ବାଇ କେତେ ଆମେ ଲେଖିପାରିବା ଦେଖ 25 ହରଣ ଆମେ ଲେଖିଲେ 6 6 ଚଉ 24 ବୋଲା 1
ନା ନାଇଁ? तो 4 पूर्ण 1 ଭିତରକୁ 6%। 4 ପୂर्ण 1 ଭିତରକୁ 6%। ଏଠି ଆନ୍ସର କି ହବ? ବି ହବ ଆନ୍ସର। ଆନ୍ସର କି ହବ? ବି ହବ। ବୁଝା ପଇଲା ସମସ୍ତଙ୍କୁ? ବା ସିମ୍ପ୍ଲିଫିକେସନ ତୁମମାନଙ୍କୁ କରିବାର ଅଛି। ଏଥିରେ କେବଳ ବୁଝିବା ପର୍ଯ୍ୟନ୍ତ ହଉଛି ଏଇ ପର୍ଯ୍ୟନ୍ତ ଯେ 1 ଗ୍ରାମର ମାନେ 1 କେଜିର ଦାମ ହଉଛି 1000 ଗ୍ରାମ, ସେ ଜାଗାରେ ସେ 960 ବିକୁଛି, ପ୍ରଫିଟ ରଖୁଛି 40। ବାସ୍ ଏତିକି ହଉଛି ବୁଝିବା ପର୍ଯ୍ୟନ୍ତ। ତେଣିକି ହଉଛି କାଲକୁଲେସନ 40/960 × 100। ଓକେ, ନେକ୍ସଟ କ୍ୱେଶ୍ଚନ କୁ ଯିବା। ନେକ୍ସଟ କ୍ୱେଶ୍ଚନ ର ଆନ୍ସର, ନେକ୍ସଟ କ୍ୱେଶ୍ଚନ ଆନ୍ସର बी हो आंसर, ए हो आंसर सर। अच्छा से कौची कॉस्ट प्राइस ऑफ 15 टेबल्स इज इक्वल टू सेलिंग प्राइस ऑफ तुम 20टा टेबल्स, फाइंड द लॉस परसेंटेज। तो एठी तुमको ए टाइप रो क्वेश्चन मते कहू बिले क्लास रे मु केते करिथिली, एटा 2025 रो ओ डबल एसएससी रो क्वेश्चन, 2025 रो क्वेश्चन। मु ए क्लास रे ए टाइप रो क्वेश्चन केते करिथिली, करैछि हम कि ना? ମୁଁ ତ ପିୱାଇ କ୍ୟୁ କୁ ଆଗ ଷ୍ଟାର୍ଟ କରିନଥିଲି ନା, ଏ ଟାଇପ ର କ୍ୱେଶ୍ଚିନ୍ ମୁଁ କରେଇଛି ହଁ କି ନା? ତ ଦେଖ କେତେ ସହଜ କ୍ୱେଶ୍ଚିନ୍। ଯଦି ଗୋଟେ ପିଲା ଯେତିକି କ୍ଲାସରେ ମୁଁ ବୁଝେଇଛି ଯଦି ସେ ସେତିକି ବି ବୁଝି ଯାଉଛି ତାକୁ ଆଉ କିଛି କରିବାକୁ ପଡିବନି। କଷ୍ଟ ପ୍ରାଇସ୍, କଷ୍ଟ ପ୍ରାଇସ୍ ଅଫ 15ଟାର କଷ୍ଟ ପ୍ରାଇସ୍ ଯେତିକି, ସେଲିଂ ପ୍ରାଇସ୍ ଅଫ 20ଟା ସେତିକି। 15ଟାର କଷ୍ଟ ପ୍ରାଇସ୍ ଯେତିକି, 20ଟା ସେଲିଂ ପ୍ରାଇସ୍। ମୁଁ କଣ କରିଥିଲି? ଏକ୍ସଚେଞ୍ଜ କରିବା ପାଇଁ କହିଥିଲି। ତ 20ରେ କିଣିଲା, 15ରେ ବିକିଲା। 20ରେ କିଣିଲା, 15ରେ ବିକିଲା। ତାହେଲେ କ୍ଷତି ହେଲା କେତେ? 5 ହେଲା କ୍ଷତି। କ୍ଷତି ହେଲା କେତେ? 5। এই ପରସେଣ୍ଟେଜ ଅଫ କ୍ଷତି କେତେ? 5/20। କାହିଁକି? ବର୍ତ୍ତମାନ ଆମ ପାଇଁ କଷ୍ଟ ପ୍ରାଇସ୍ ହଉଛି 20, ସେଲିଂ ପ୍ରାଇସ୍ ହଉଛି 15। 5 ମୋର କ୍ଷତି, 5/20 ଇଣ୍ଟୁ 100। ତ ଆକୁ ଆଧିରେ କାଟିଲେ ଏଟା 4, 4 କୁ 100 କାଟିଲେ କେତେ ହଉଛି ନା 25 ଶତକଡ଼ା। ବୁଝିବାକୁ କହିଲେ ସମସ୍ତଙ୍କୁ? एवरीवन क्लियर? पूरा क्लियर ଅଛି? नो झिलिमिली? पूरा क्लियर कर? ओके थैंक यू। ବୁଝା ପଡିଲା ତ? ଓକେ, ଦେଖ ଯୋଉ ପିଲା ଧରकर କିଛି ବୁଝି ନ ପାରୁଛ, ତ ଆଇଦର ଦୁଇଟା କଣ୍ଡିସନ ହେଇଥାଇପାରେ। ଯଦି ଗୋଟେ ପିଲା ବୁଝି ନ ପାରୁଛ, ଆଇଦର ସେ ଥିଓରି କ୍ଲାସ କରିନି, କିମ୍ବା ଥିଓରି କ୍ଲାସ କରିଛି କିନ୍ତୁ ତାର ପ୍ରାକ୍ଟିସ କରିନି। ଏ ଦୁଇଟା କନସେପ୍ଟ ଅଛି। ଆକୁ ଛାଡିଲା ପରେ ଯଦି ବୁଝି ନ ପାରୁଛି ତାହେଲେ କହୁଛି ସାର୍ ବୁଝି ହେଲାନି। ତ ତୁମକୁ ପ୍ରଥମେ ଥିଓରି କ୍ଲାସ କରିବାର ଅଛି, କାହିଁକିନା ଏଟା ପ୍ରଫିଟ ଲସ୍ ର ଥିଓରି କ୍ଲାସ ତୁମକୁ କହିଛି। ଯୋଉମାନେ ବ୍ୟାଚ୍ ରେ ଜଏନ୍ କରିଛ ଅଲରେଡି ତମେ କଣ୍ଟେଣ୍ଟ କୁ ଯିବ, କଣ୍ଟେଣ୍ଟ ରେ ଆରାମସେ ପାଇଛ। ଏତେ ସହଜ ମୁଁ କୋଉଠି କହିଲି? ତ ପୂର୍ବ ବର୍ଷର କୋଶ୍ଚିନ୍ ଆକୁ ଥୋଡି ନା ମୁଁ ତିଆରି କରିଛି। PYQ କୋଶ୍ଚିନ୍। ଦେଖ ମୁଁ ଏଇଠି ଦେଖେଇ ଦଉଛି ତମକୁ, ଗୋଟେ ଜଷ୍ଟ ଗୋଟେ ଜିନିଷ ତମକୁ ଦେଖଉଛି। ଏଇଟା କେତେ ନଥିଲା? 12 ନମ୍ବର କୋଶ୍ଚିନ୍ ଟା। ଦେଖ ମୁଁ ତମକୁ ପୁରା ରିଅଲ କୋଶ୍ଚିନ୍ ଟା ବି ଦେଖଉଛି। ଗୋଟେ ତ ମାଇଣ୍ଡରେ ବି ପଳେଇ ଆସିବ ଯେ ଆକ୍ଚୁଆଲି କେନ୍ଦୁରେ ଜିନିଷ ଠିକ ଭାଇ। ମୁଁ ସେୟାର କଲି, ଏଇଟା ହଉଛି ପୂର୍ବ ବର୍ଷ କୋଶ୍ଚିନ୍। ଦେଖ ଏଇଟା ହଉଛି ପୂର୍ବ ବର୍ଷ କୋଶ୍ଚିନ୍। ଦେଖ ଦେଖ ଆରିଥମେଟିକ ରେ ହଉଛି ପୂର୍ବ ବର୍ଷ କୋଶ୍ଚିନ୍ ଟା। ନାହିଁ ଓକେ ଦେଖ, ଇଏ ହଉଛି ପୂର୍ବ ବର୍ଷ କୋଶ୍ଚିନ୍ ଓ ଡବଲ ଏସ୍ ର। ଦେଖ, ଆମେ ଯିବା କେତେ ନମ୍ବରକୁ? ଏଇଟା କେତେ ନମ୍ବର କୋଶ୍ଚିନ୍ ଥିଲା? ହଁ 12 ନମ୍ବର କୋଶ୍ଚିନ୍। 12 ନମ୍ବର କୋଶ୍ଚିନ୍ ଟା ନୁହେଁ? କଷ୍ଟ ପ୍ରାଇସ୍ ହବ 15ଟା ଟେବୁଲ ଯେତିକି। ତା ତ ଆମେ ଭାବିଥାଉ ଯେ କଣ କହିଲ, ଯେ ବହୁତ ବଡ ବଡ ଜିନିଷ ଆସିବ। ନାଇଁ, ଆମକୁ ଯେତିକି ଜିନିଷ ଅଛି ଆମ ପାଖରେ ସେଇ ସୋର୍ସେସ କୁ ବାର ବାର ପ୍ରାକ୍ଟିସ କରିବାର ଅଛି। ତାହେଲେ ଆମେ ୱିନିଂ ହେଇପାରିବ। ଏଇଟା ଗୋଟେ ଥଟ୍ ଆମ ମାନଙ୍କ ପାଖରେ ଥାଏ, ଯେତେ ନୂଆ ପଢିଲେ ଆମେ ସକ୍ସେସ ପାଇବା। ନାହିଁ, ପୁରୁଣାକୁ ଯେତେ ରିଭିଜନ କରିବା ସେତେ ମଜା ଅଛି। ଚାଲ ଆମେ ଏବେ କଣ୍ଟିନ୍ୟू କରିବା ଆମ କ୍ଲାସକୁ। क्वेश्चन नंबर 13 नंबर ଦେଖାଯାଉ କି ଆନ୍ସର ଦଉଛ। क्वेश्चन नंबर 13 नंबर। ତ ଏଟା କାହା ବିଷୟରେ क्वेश्चन ଆସିଗଲା? କମ୍ପାଉଣ୍ଡ ଆଉ ସିମ୍ପଲ ଇଣ୍ଟରେଷ୍ଟ। ଦେଖାଯାଉ। ସିଏ ଆନ୍ସର ଦେଖ। ଆଚ୍ଛା, ଏଟା ବହୁତ ସାରା ପ୍ରୋସେସ ଅଛି। ମୁଁ ତମକୁ ଯୋଉ ପ୍ରୋସେସ ଶିଖେଇଥିଲି ଡେଟ ସେ ପ୍ରୋସେସ ଆମେ ଡିସ୍କସନ କରିବା। ଡିଫରେଣ୍ଟ ବିଟୱିନ୍ କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପଲ ଇଣ୍ଟରେଷ୍ଟ। 2 ବର୍ଷରେ
12% ହିସାବରେ ଡିଫରେଣ୍ଟ ହଉଛି କେତେ ହବ? 2 ବର୍ଷରେ 12% ହିସାବରେ ଡିଫରେଣ୍ଟ କେତେ? ତାହେଲେ ଆମେ ରଖିଲେ କେତେ? 5,000 ଅଛି ଆମର ଭ୍ୟାଲୁ। ତ ଆମେ ଗୋଟେ ସାଇଡକୁ ବାହାର କରିବା ସିମ୍ପଲ ଇଣ୍ଟରେଷ୍ଟ, ଗୋଟେ ସାଇଡରେ ଆମେ ବାହାର କରିବା କମ୍ପାଉଣ୍ଡ ଇଣ୍ଟରେଷ୍ଟ। ଆଚ୍ଛା, 5,000ର 12% କେତେ? 5,000ର 12% କେତେ? 12×5 = 60, ମାନେ 600। ତ ସିମ୍ପଲ ଇଣ୍ଟରେଷ୍ଟ ମନେ ରଖିଲେ ସବୁବେଳେ ମୁଁ କହିଥିଲି ପ୍ରତ୍ୟେକ ବର୍ଷ ସମାନ। ତାର ତ ସିମ୍ପଲ ଇଣ୍ଟରେଷ୍ଟ ମୋର କେତେ ଆସୁଛି? 1,200 ଆସୁଛି ସିମ୍ପଲ ଇଣ୍ଟରେଷ୍ଟ। ତାହେଲେ କମ୍ପାଉଣ୍ଡ ଇଣ୍ଟରେଷ୍ଟ କେତେ ହବ? କମ୍ପାଉଣ୍ଡ ଇଣ୍ଟରେଷ୍ଟ ହବ, ଇଏ ହଉଛି 600, 600, 600ର 12%, 600ର 12% ହଉଛି 1,272। ତାହେଲେ ଆମେ ଏଇଠି କ୍ଲିୟର ହେଲେ ଇଏ ହେଲା 1,272, ଡିଫରେଣ୍ଟ କେତେ ଆସିଲା? 72। ତାହେଲେ ଆନ୍ସର କେତେ ଆସିଲା? 72। ମନେ ରଖିଲେ ଏଇ କନସେପ୍ଟ ମୁଁ ତମକୁ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଉ ସିମ୍ପଲ ଇଣ୍ଟରେଷ୍ଟ କ୍ଲାସରେ କହିଛି। ଦେଖ, ତୁମେ ମାନେ ଯୋଉମାନେ ନୂଆ ନ୍ୟୁଲି ଜଏନ କରୁଛ, ବାସ୍ ତୁମେ ଏତିକି ଗୋଟେ ମାନେ ମେସେଜ ଦେବି, ସିଧା ବ୍ୟାଚକୁ ଓପନ କର। ପ୍ରତ୍ୟେକ ଦିନ 1 ଘଣ୍ଟାରୁ 2 ଘଣ୍ଟା ମ୍ୟାଥର କ୍ଲାସକୁ ବର୍ତ୍ତମାନଠୁ ଷ୍ଟାର୍ଟ କରିଦିଅ। ଏଇ ଯୋଉ ମ୍ୟାଥ କ୍ଲାସ ମୁଁ ତମମାନଙ୍କୁ ପଢେଇଛି ଥିଓରି, ଆଉ ଗୋଟେ ମାସ ପରେ ଏଗେନ ସେ ଥିଓରିକୁ ରିଭାଇଜ କରିବି। କିନ୍ତୁ ତମେ ତା ଭିତରେ ଥିଓରିକୁ ସାରି ଦେଇଥିବ ତ ତମକୁ ଆହୁରି ବେଟର ହବ ରିଭିଜନ କରିବା ପାଇଁ। ତମେ ତ ପିଓଆଇକ୍ୟୁ ଦେଖୁଛ କୋଉ ଟାଇପର କ୍ୱେଶ୍ଚିନ୍ ଆସୁଛି ଆଉ। କ୍ୱେଶ୍ଚିନ୍ ନମ୍ବର 15 ନମ୍ବର। ତ ଏଠି କ୍ୱେଶ୍ଚିନ୍ ସହଜ ଥାଏ, କିନ୍ତୁ ହ୍ୟାଣ୍ଡ ସ୍ପିଡ୍ ହଉଛି ଇମ୍ପୋର୍ଟାଣ୍ଟ। ଗୋଟେ ସ୍ପିଡରେ କି କରିପାରୁଛୁ ଜଲ୍ଦି। କୌଣସି ଫର୍ମୁଲା ମୁଁ ୟୁଜ କରେ ନାହିଁ ଆଜି ପର୍ଯ୍ୟନ୍ତ। ମୁଁ କହିଛି ୱିଦାଉଟ୍ ଫର୍ମୁଲା। କେବଳ ଟାଇମ ଆଣ୍ଡ ୱାର୍କ ତ ମୁଁ କହିଥିଲି କଣ, ଏମଡିଏଚ ମସଲା କଥା ଖାଲି କହିଥିଲି। ହଁ ଦେଖ, ଏଇ ଯୋଉ 15 ନମ୍ବର କ୍ୱେଶ୍ଚିନ୍ଟା ଏ ହଉଛି ଏମଡିଏଚ ମସଲା। ଏମଡିଏଚ ମସଲା ନୁହଁ ଯେ 5 ଜଣ ଲୋକ 10ଟା ଟୟ ତିଆରି କରନ୍ତି 6 ଦିନରେ, ୱାର୍କିଂ 6 ଆୱାର ପର ଡେ। ତା ଅର୍ଥ ପ୍ରତ୍ୟେକ ଦିନ 6 ଘଣ୍ଟା ହିସାବରେ ସେମାନେ ଯଦି କାମ କରନ୍ତି, କେତେଟା ଟୟ ତିଆରି କରନ୍ତି? ନା 10ଟା ଟୟ ତିଆରି କରନ୍ତି। ହାଉ ମେନି ଡେ, କେତେ ଦିନ ଲାଗିବ 12 ଜଣ ଲୋକଙ୍କୁ ପ୍ରିପେୟାର 16ଟା ଟୟ ଦିନକୁ 8 ଘଣ୍ଟା ହିସାବରେ? ତାହେଲେ ପିଲେ, ମୁଁ ତମକୁ ଯୋଉ କହିଥିଲି ଏମଡିଏଚ ମସଲା କନସେପ୍ଟ, M1 D1 T1 divided by W1 is equal to M2 D2 T2 divided W2। ତା ଅର୍ଥ ଏଥିରେ ମଣିଷ ଡେ ଟାଇମ ଜଣା ଅଛି, ଏଥିରେ ୱାର୍କ କେତେ? ପ୍ରଥମ ଦିନରେ ୱାର୍କ ହଉଛି କେତେ? ନା 10ଟା ଟୟ। ସେକେଣ୍ଡ କନସେପ୍ଟରେ ୱାର୍କ ହଉଛି 16ଟା ଟୟ। ତାହେଲେ ଆମେ ସେଇ ହିସାବରେ କନସେପ୍ଟ ୱାଇଜ ଲେଖିପାରିବା। 5 ଜଣ ଲୋକ ଇଣ୍ଟୁ 6 ଦିନରେ ଦିନକୁ କେତେ ଘଣ୍ଟା ଲେଖା କାମ କରନ୍ତି? 6 ଘଣ୍ଟା ହିସାବରେ କେତେଟା ଟୟ ତିଆରି ହୁଏ? 10ଟା ଟୟ। ଟୟ ହେଉଛି ଏଠି ୱାର୍କ ଇଜ ଇକ୍ୱାଲ ଟୁ ମଣିଷ। ଏଠି ହାଉ ମେନି ଡେ ପଚାରିଛି। ଡେ ମାନେ ଆମେ ଡେ ଜଣା ନାହିଁ, 12 ଜଣ ଲୋକ ଦିନକୁ କେତେ ଘଣ୍ଟା ଲେଖା କାମ କରିବେ? 8 ଘଣ୍ଟା ହିସାବରେ କେତେ ଜଣ ଲୋକ, ଲୋକ ମତେ ଜଣା ନାହିଁ, ଏକ୍ସ ଜଣ ଲୋକ ଡିଭାଇଡେଡ୍ କେତେଟା ଟୟ ତିଆରି କରିବେ? 16ଟା ଟୟ ତିଆରି କରିବେ। କେତେଟା ଟୟ ତିଆରି କରିବେ? 16ଟା ଟୟ ତିଆରି କରିବେ। ଏବେ ଆମେ ଆକୁ କଣ କରିବା? ସିମ୍ପ୍ଲିଫିକେସନ କରିବା। ବର୍ତ୍ତମାନ ଆମେ କଣ କରିବା? ଆକୁ ସିମ୍ପ୍ଲିଫିକେସନ କରିବା। ତାହେଲେ ଏକ୍ସ ର ଭ୍ୟାଲୁ କେତେ ଆସିବ ପିଲେ? ଯଦି ମୁଁ ଡାଇରେକ୍ଟ ଏକ୍ସ ର ଭ୍ୟାଲୁ ଲେଖେ ସିମ୍ପ୍ଲିଫାଇ କରିକିରି, ତାହେଲେ ଏକ୍ସ ର ଭ୍ୟାଲୁ ଏଠି ପଳେଇ ଆସିବ 5 × 6 × 6 × 16 ଡିଭାଇଡେଡ୍ ବାଇ 10 × 12 × 8। ଓକେ, ଦେଖ, ଆକୁ 5ରେ କଲେ ଏଟା ହଉଛି 2, ଆକୁ 6ରେ ଆକୁ କଲେ 2। ଓକେ, এটা 16 ଅଛି ନା, ତ 8କୁ 16 କଲେ 2, 2 2 କ୍ୟାନସେଲ। ଓକେ, ତ ଆକୁ 2କୁ 6ରେ କଲେ ଏଟା କେତେ ହଉଛି? 3। ତ ଏକ୍ସ ର ଭ୍ୟାଲୁ କେତେ ଆସିଲା? 3 ଆସିଲା। ଯେହେତୁ 3 ଆସିଲା, ହାଉ ମେନି ଡେ? ନା 3 ଦିନରେ କାମଟା ସରିବ, ଯାହାକୁ ଆମେ କହିଥାଉ ଏମଡିଏଚ ମସଲା। ଓକେ, ପୁରା କ୍ଲିୟର ହେଲା ସମସ୍ତେ? ଏଭ୍ରିୱାନ୍ କ୍ଲିୟର? ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ ମାନେ 26 ନମ୍ବର କ୍ୱେଶ୍ଚନ। 26 ନମ୍ବର କ୍ୱେଶ୍ଚନ, କ୍ୱେଶ୍ଚନଟାକୁ ପଢ, ଆନ୍ସର ଠିକ ସେ ଦିଏ, କାହିଁକି ନା ଏଟା ଇଣ୍ଟରେଷ୍ଟିଂ କ୍ୱେଶ୍ଚନଟା ଅଛି। ଇଣ୍ଟରେଷ୍ଟିଂ କ୍ୱେଶ୍ଚନ, ଟିକେ ମଡରେଟ କ୍ୱେଶ୍ଚନ ଟାଇପ ଆମେ ପକେଇଲେ କହିପାରିବା ମଡରେଟ। ଦେଖ, ଏଇଠି ଗୋଟେ ଜିନିଷ ତୁମେ କରୁଛ, ଏଇଠି ଗୋଟେ ଜିନିଷ କହୁଛି, ଯେତେବେଳେ କୌଣସି ବି ଏକ୍ସାମ ଦେଖ, 100ଟା କ୍ୱେଶ୍ଚିନ୍, 100ଟା କ୍ୱେଶ୍ଚିନ୍ରୁ ମନେ ରଖିବ 20ରୁ 30ଟା କ୍ୱେଶ୍ଚିନ୍ ପୁରା ହାଇ ଥିବ, ହାଇ ଲେବୁଲ। ଆଉ ଆସିଲା କଣ? ନା 30ରୁ 40ଟା କ୍ୱେଶ୍ଚିନ୍ ଏଟା ଇଜି ଥିବ, ଇଜି ଲେବୁଲର। ତ ଏଇଠି ତମର ହେଲା କଣ? ଆଉ ରହିଲା କଣ? ଆଉ ଯୋଉ 30ଟା ପାଖାପାଖି ଯୋଉ କ୍ୱେଶ୍ଚିନ୍ ରହୁଛି, ଏଟା ମିଡିୟମ ଥାଏ। ମନେ ରଖ,
ଇଜି ଲେବୁଲ ସମସ୍ତେ କରନ୍ତି, ମିଡିୟମ ଲେବୁଲ କିଛି ଲୋକ କରନ୍ତି, କିନ୍ତୁ ଇଜି ମିଡିୟମ କଲା ପରେ ହାଇ ଲେବୁଲର ଯୋଉ ପିଲା ଯେତିକି କୋଶ୍ଚିନ୍ କରିବ ସେଇ ପିଲା ହିଁ ସିଲେକ୍ସନ ହେବ। ଇଜି ନୋ ଡାଉଟ ସମସ୍ତେ କରନ୍ତି, ମିଡିୟମ ବି ସମସ୍ତେ କରନ୍ତି, କିନ୍ତୁ ହାଇଟା ଯିଏ କରେ ସେ ହିଁ ସିଲେକ୍ସନ ହେବ। ଦେଖ ସେ କହିଲା ଦେୟାର ଇଜ 60% ଇନକ୍ରିଜ ଏମାଉଣ୍ଟ 6 ଇୟର ଆଟ୍ ସିମ୍ପଲ ଇଣ୍ଟରେଷ୍ଟ ରେଟ୍। ପଇସା କେତେ ଅଛି ମତେ ଜଣା ନାହିଁ, କିନ୍ତୁ 6 ବର୍ଷରେ ସେଇ ଏମାଉଣ୍ଟଟା କେତେ ପରସେଣ୍ଟ ବଢିଛି ନା 60% ବଢିଛି। ଓକେ, ଦେନ୍ କ୍ୱେଶ୍ଚିନ୍ ଗଲା ହ୍ୱାଟ ୱିଲ୍ ବି ଦ କମ୍ପାଉଣ୍ଡ ଇଣ୍ଟରେଷ୍ଟ। କମ୍ପାଉଣ୍ଡ ଇଣ୍ଟରେଷ୍ଟ କେତେ ହବ 12,000 ଟଙ୍କାର ଆଫ୍ଟର 3 ଇୟର ସେମ୍ ରେଟ୍ ଅଫ୍ ଇଣ୍ଟରେଷ୍ଟ। ସେମ୍ ରେଟ୍ ଅଫ୍ ଇଣ୍ଟରେଷ୍ଟ, ତାହେଲେ ଏଥିରେ ଇମ୍ପୋର୍ଟାଣ୍ଟ ଆମ ପାଇଁ କିଏ ସେ ନା ରେଟ୍ ଅଫ୍ ଇଣ୍ଟରେଷ୍ଟ। ଆଚ୍ଛା, ମୁଁ ଯଦି ପ୍ରଥମ କ୍ୱେଶ୍ଚିନ୍ କୁ କନସିଡର କରେ ଆକର୍ଡିଂ ଟୁ ସିମ୍ପଲ ଇଣ୍ଟରେଷ୍ଟର କନସେପ୍ଟ ଅନୁଯାୟୀ, ପ୍ରତ୍ୟେକ ବର୍ଷ ସେ ସମାନ ଏମାଉଣ୍ଟ ବଢିଥାଏ। ସିମ୍ପଲ ଇଣ୍ଟରେଷ୍ଟରେ ପ୍ରତ୍ୟେକ ବର୍ଷ ସମାନ ଏମାଉଣ୍ଟ ବଢେ। 60% ବଢିଛି କେତେ ବର୍ଷରେ ନା 6 ବର୍ଷରେ, ତାହେଲେ ବର୍ଷକୁ ବଢୁଛି କେତେ ନା 10%। ବର୍ଷକୁ ବଢୁଛି କେତେ 10%। ତାହେଲେ ମୁଁ ପାଇଗଲି ରେଟ୍ ଅଫ୍ ଇଣ୍ଟରେଷ୍ଟ ହଉଛି 10%। ମୁଁ ପାଇଗଲି ରେଟ୍ ଅଫ୍ ଇଣ୍ଟରେଷ୍ଟ ହଉଛି 10%। ଏବେ ମୋର କ୍ୱେଶ୍ଚିନ୍ ହଉଛି ପିଲେ, ମୋ କତିରେ ପ୍ରିନ୍ସିପାଲ ଅଛି 12,000, ସମୟ ଅଛି 3 ବର୍ଷ, ଆକର୍ଡିଂ ଟୁ କମ୍ପାଉଣ୍ଡ ଇଣ୍ଟରେଷ୍ଟ ମୋର କେତେ ହବ। ତାହେଲେ ମୁଁ କହିପାରିବି 12,000 ଇଣ୍ଟୁ 110 ବାଇ 100 ଇଣ୍ଟୁ 110 ବାଇ 100 ଇଣ୍ଟୁ 110 ବାଇ 100। ଦିଟା ଶୂନ ଦିଟା ଶୂନ ଆମେ କ୍ୟାନସଲ କଲେ, ଏଠି ଗୋଟେ ଶୂନ ଏଠି ଗୋଟେ ଶୂନ ଏଠି ଗୋଟେ ଶୂନ ଏଠି ଗୋଟେ ଶୂନ, ତ ଏଠି ଗୋଟେ ଶୂନ ଏଠି ଗୋଟେ ଶୂନ କ୍ୟାନସଲ କଲେ, ଏଠି ଗୋଟେ ଶୂନ ଏଠି ଗୋଟେ ଶୂନ କ୍ୟାନସଲ କଲେ। 12 ଇଣ୍ଟୁ 11 ଇଣ୍ଟୁ 11 ଇଣ୍ଟୁ 11, ତ ଏଠି କେତେ ଆକୁ ମଲ୍ଟିପ୍ଲାଏ କଲେ କେତେ ଆସୁଛି ପିଲେ, ସମସ୍ତଙ୍କୁ ମଲ୍ଟିପ୍ଲାଏ କର। 12 ଇଣ୍ଟୁ 11 ଇଣ୍ଟୁ 11 କେତେ ହେଲା କୁହ। ଆସିଲା 15,972। 15,972, ତାହେଲେ ମୋର ଥିଲା କେତେ ଏମାଉଣ୍ଟ ପିଲେ, ଏମାଉଣ୍ଟ ଥିଲା 12,000, ଏମାଉଣ୍ଟ ଥିଲା 12,000, ବାହାରିଲା କେତେ 15,972। ତାହେଲେ ମୋର ଇଣ୍ଟରେଷ୍ଟ ହେଲା କେତେ ନା 3,972। 3,972, 3,972। ସମସ୍ତେ ବୁଝିପାରିଲ, ବାସ୍ କନସେପ୍ଟ ଶିଖିବା ଦରକାର। ଯଦି ଫାଉଣ୍ଡେସନ କ୍ଲିୟର ଅଛି, ମୂଳଦୁଆ ଷ୍ଟ୍ରଙ୍ଗ ଅଛି, କୋଉ ଭଳିଆ କ୍ୱେଶ୍ଚନ ଆସୁ, ସେ ଇଜି ଲେବୁଲ ଆସୁ, ହାଇ ଲେବୁଲ ଆସୁ, ମିଡିୟମ ଲେବୁଲ ଆସୁ, ତାହେଲେ ଆମେ କରିପାରିବା। ତ ଏବେ ଯିବା ନେକ୍ସଟ କ୍ୱେଶ୍ଚନ କୁ। କ୍ୱେଶ୍ଚନ ନମ୍ବର 23 ନମ୍ବର। ଏ କ୍ୱେଶ୍ଚନ ଟା ଯେମିତି ସମସ୍ତଙ୍କର ଠିକ ହବ, କାରଣ ଲାଷ୍ଟ PYQ ରେ ଏଇଭଳି କ୍ୱେଶ୍ଚନ ଥିଲା। ପୂର୍ବ ଲାଷ୍ଟ କ୍ଲାସରେ ଯୋଉ PYQ କରିଥିଲି ଡିଟୋ ଏଇ ଟାଇପର କ୍ୱେଶ୍ଚନ ଥିଲା, ଆଉ ଏଇ ଟାଇପର କ୍ୱେଶ୍ଚନ ବାର ବାର ରିପିଟ ହଉଛି। ଜଲ୍ଦି କ୍ୱିକ୍, ମାନେ ଦରକାର 30 ସେକେଣ୍ଡ ଭିତରେ ଆନ୍ସର। ସ୍ପିଡ କ୍ୱିକ୍, 30 ସେକେଣ୍ଡ ଭିତରେ ଆନ୍ସର ଦରକାର। ଜଲ୍ଦି। ରଶ୍ମିତାର ଆଗ ଆନ୍ସର ଆସିଲା ଏ, ଦେନ୍ ଆଉ ଥରେ ଆନ୍ସର ଅଛି କ୍ୱିକ୍। 30 ସେକେଣ୍ଡ ହେଇଗଲାଣି। ଦେଖ ସେ କହିଲା ମର୍ଚାଣ୍ଟ ହାଜ୍ 1,000 କେଜି ଅଛି। କେତେ କେଜି ଅଛି 1,000 କେଜି ଅଛି। ଆକୁ ସେ ଦିଟା ପାର୍ଟରେ ବିକୁଛି। ଗୋଟିଏ ପାର୍ଟରେ ସେ 8% ପ୍ରଫିଟ କରୁଛି, ଗୋଟିଏ ପାର୍ଟରେ ସେ 8% ପ୍ରଫିଟ କରୁଛି, ଆଉ ଗୋଟେ ପାର୍ଟରେ ସେ 18% ପ୍ରଫିଟ କରୁଛି। ଦେଖ ଏଇ କ୍ୱେଶ୍ଚିନ୍ଟା ବୋଧେ ମେ ବି ଆର କ୍ଲାସରେ ଆମେ କରିଥିଲେ। ଦେଖ ସେଇ କ୍ୱେଶ୍ଚିନ୍ ଆଉ ଗୋଟେ ଏକ୍ସାମ ରିପିଟ ହେଇଛି। ସେଥିପାଇଁ କହେ ମ୍ୟାଥ ଗୋଟେ ଏମିତି ଏକ ଜିନିଷ, ଯଦି ଆମେ କେବଳ PYQ ରେ ଷ୍ଟ୍ରଙ୍ଗ ହେଇଯିବା ବା ଆମେ କନସେପ୍ଟ ବୁଝିକିରି PYQ ଖାଲି ପ୍ରାକ୍ଟିସ କରିଦବା, ତାହେଲେ ଜାଣିବ ତୁମେ ଏଇଥିରେ ବି ବହୁତ ଜିନିଷ ପାଇଯିବ। ତାହେଲେ ଓଭରାଲି ପ୍ରଫିଟ କେତେ ତାର ହଉଛି, ଓଭରାଲି 14 ପ୍ରଫିଟ ହଉଛି। ମନେ ପକେଇଲେ ତମକୁ ମୁଁ ଏଇଠି କନସେପ୍ଟ କହିଥିଲି, ଏ ଦୁଇ ଜଣ ଗ୍ୟାପ ହଉଛି 4, ଏ ଦୁଇ ଜଣ ଗ୍ୟାପ ହଉଛି 6। ତାହେଲେ ଜଣେ ନବ ହଉଛି 4 ଭାଗ, ଜଣେ ନବ 6 ଭାଗ। ଆକୁ ଆମେ ଯଦି ସିମ୍ପ୍ଲିଫାଇ କରୁଛେ 2:3, ତାହେଲେ ଟୋଟାଲ ଭାଗ ହଉଛି 5 ଭାଗ। ତାହେଲେ 5 ଭାଗକୁ 1,000, ଭାଗ ପଇଲା 200। ତ ଏଇଠି ବୋଧେ କାହାର ଭ୍ୟାଲୁ ପଚାରିଛି, 18% ଯୋଉ ପ୍ରଫିଟ ଅଛି ସେଇପଟେ ସାଇଡର ଭ୍ୟାଲୁ ମତେ ପଚାରିଛି। ତାହେଲେ 18% ଭ୍ୟାଲୁ ହଉଛି 3, ତାହେଲେ 200 × 3 ହଉଛି 600। ତାହେଲେ ସେ କେତେ ଟଙ୍କା ଭ୍ୟାଲୁ ତାର ପଡୁଛି ବା କେତେ କେଜି ପଡୁଛି, 600 କେଜି ପଡୁଛି। ଓକେ, क्वेश्चन नंबर 24 नंबर, ଏଥିରେ କିଛି ନାହିଁ ଯୋଉଟା କି ମାନେ ଟୋଟାଲି ମୁଁ ହିଁ ହିସାବ କ୍ୱେଶ୍ଚନ, ଯୋଉଟା କି ଅତି ସହଜ କ୍ୱେଶ୍ଚନ।
ଖାଲି ଆନ୍ସର କରିଦିଅ କି ମୁଁ ଏଟାକୁ ଆନ୍ସର କରିବି। ସରିଲା ଆନ୍ସର। ଆନ୍ସର କେତେ ଆସିଲା? 24 ନମ୍ବର ଆନ୍ସର କେତେ? ସେ କହିଲା ଫ୍ରୁଟ ସେଲର୍ସ ହାଭ ସମ୍ ଆପଲ। କହିଲା ଫ୍ରୁଟ ସେଲର ପାଖରେ କିଛି ଆପଲ ଅଛି କିନ୍ତୁ କେତେ ଅଛି ତାକୁ ଜଣା ନାହିଁ। ସେ 40% ବିକି ସାରିଛି। ତାହେଲେ ଆଉ ତା ଭିତରେ ରହିଛି କେତେ? ଆଉ ତା ଭିତରେ ରହିଛି କେତେ? 420ଟା ଆପଲ ରହିଛି। 40% ବିକିଛି ମାନେ ରହିଛି କେତେ? 60%। ଆପେଲ ରହିଛି କେତେ? ନା, ସି ହବ ଆନ୍ସର କେମିତି? କିନ୍ତୁ ଜାଣିଛୁ ସି। ହଁ, 420ଟା ଆପେଲ ଅଛି, ତାହେଲେ 60% ଇଜ ଇକ୍ୱାଲ 420। 60% ଇଜ ଇକ୍ୱାଲ ଟୁ 420। ତାହେଲେ ପରସେଣ୍ଟେଜକୁ କହିଲା କେତେ? 420/60 ହେଲା କେତେ? ନା 7 ହେଲା। ତ ଏଠି ମୋତେ ପଚାରିଛି ମାନେ ଟୋଟାଲ ଆପେଲ କେତେ ଥିଲା। ତାହେଲେ 1% ଯଦି 7 ହେଲା, 100% ହଉଛି 700। 100% ହଉଛି 700। ଏବେ ଯିବା, ଏଇଠି ଆକ୍ଚୁଆଲି କୋଶ୍ଚିନ୍ଟି ଯୋଉ 17 ନମ୍ବର 27 ନମ୍ବର କୋଶ୍ଚିନ୍ ଅଛି, ଏଇଠୁ ଜଣା ପଡିଯିବ କିଏ କେମିତି ଆନ୍ସର ଦଉଛ। ଦେଖାଯାଉ, ଦେଖାଯାଉ, କୁଇକ୍ ସ୍ପିଡରେ। 27 ନମ୍ବର କୋଶ୍ଚିନ୍ର ଆଗ ଆନ୍ସର କାହାର ଆସୁଛି ଦେଖିବ ଯା। 27 ନମ୍ବର କୋଶ୍ଚିନ୍ର ଆଗ ଆନ୍ସର କାହାର ଆସୁଛି? ଡି 55। ଦେଖାଯାଉ ଆଉ କାହାର ଆନ୍ସର ଆସୁଛି। ମାନେ ଆକ୍ଚୁଆଲି ତମେ କରୁନା ବୋଧେ, ଜଣେ କିଏ ଆନ୍ସର ଦେଇ ଦଉଛି ତାରି ଇଏରେ ତମେ ପାରି ହେଇଯାଉଛ। ଏଇଟା ମୁଁ ମୋର ମାନେ ସେନ୍ସ ମୁଁ କହିଦଉଛି। ଭାବୁଥିବ ଯେ ଏଇ ଜିନିଷ କରିକି କେବେ ଆଗକୁ ପଳେଇବ, କେବେ ନୁହେଁ। ତମେ ଭାବୁଥିବ ଜଣେ କିଏ ଆନ୍ସର ଦେଇଦେଲା, ସେଇ ଡଙ୍ଗାରେ ଆମେ ବସି ପଳେଇବା, ଏଟା କଦାପି ନୁହେଁ। ବୁଡିବାଟା ଥୟ। ଦେଖାଯାଉ, ବୁଝିପାରିଲ? ଖାଲି ଗୋଟେ ସେଟରେ ଇଜି ଆସେ ନା, ହାଇ ଲେବୁଲର ବି କ୍ୱେଶ୍ଚିନ୍ ଥାଏ। ମାନେ ଏସ୍ ଦେଇଛି ଆନ୍ସର, ଏ ହବ ଆନ୍ସର, ଦେଖିବା। ଟାଇମ ଦଉଛି ତମମାନେ, ଆନ୍ସର କର। ମୋତେ ଆନ୍ସର ଦରକାର। ଡି। ଦେଖ, କ୍ୱେଶ୍ଚିନ୍ ଦଉଛି ଯେ ଗୋଟେ ଟ୍ରେନ ଅଛି, ଇଏ ହଉଛି ଗୋଟେ ଟ୍ରେନ, ଇଏ ହଉଛି ଗୋଟେ ଟ୍ରେନ, ଓକେ। ଯାହାର ଲେନ୍ଥ ହଉଛି 125 ମିଟର, ଲେନ୍ଥ ହଉଛି 100 ମିଟର। ଲଙ୍ଗ ପାସ୍ ଏ ମ୍ୟାନ୍, ଗୋଟେ ମଣିଷ କ୍ରସ୍ କରୁଛି। ରନିଂ ଆଟ୍ ଦ, ଗୋଟେ ମଣିଷ ଯାଉଛି, ମଣିଷର ସ୍ପିଡ ହଉଛି 5 କିଲୋମିଟର/ଆୱାର ଇନ୍ ସେମ୍ ଡିରେକ୍ସନ। ତା ଟ୍ରେନର ଯୋଉ ଡିରେକ୍ସନ ଅଛି, ମଣିଷର ସେଇ ଡିରେକ୍ସନ ଅଛି, ଓକେ। ସେ ଟ୍ରେନଟା ଯେତେବେଳେ ମଣିଷକୁ କ୍ରସ୍ କରୁଛି, କେତେ ସମୟ ଲାଗୁଛି? 10 ସେକେଣ୍ଡ ଲାଗୁଛି ମଣିଷକୁ କ୍ରସ୍ କରିବା ପାଇଁ। ଦ ସ୍ପିଡ ଅଫ ଦ ଟ୍ରେନ। ତାହେଲେ ମନେ ପକାଅ କହିଲେ, ଏଠି କୋଉ କନସେପ୍ଟ ଅଛି? ଏଠି କୋଉ କନସେପ୍ଟ ଅଛି? ଦୁଇ ଜଣ ଯାକ ସେମ୍ ଡିରେକ୍ସନ ଅଛନ୍ତି। ଦୁଇ ଜଣ ଯାକ ସେମ୍ ଡିରେକ୍ସନ। ଯେତେବେଳେ ସେମ୍ ଡିରେକ୍ସନରେ ଥାନ୍ତି, ସ୍ପିଡ କଣ ହୁଏ? ଦୁଇ ଜଣ ଯେତେବେଳେ ସେମ୍ ଡିରେକ୍ସନ ଥାନ୍ତି, ସ୍ପିଡ କଣ ହୁଏ? ଦୁଇ ଜଣ ଯାକ ସେମ୍ ଡିରେକ୍ସନ ଥାନ୍ତି, ସ୍ପିଡ କଣ ହୁଏ? ମାଇନସ। ତାହେଲେ ଏଠି ମୁଁ ଯଦି ଟ୍ରେନର ସ୍ପିଡକୁ ଏକ୍ସ ଧରିବି, ଟ୍ରେନର ସ୍ପିଡକୁ ଏକ୍ସ ଧରିବି, ଆକର୍ଡିଂ ଟୁ ଆୱାର ଫର୍ମୁଲା, ଆମ ଫର୍ମୁଲା ମୁତାବକ ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ୍। ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ୍, ହଁ କି ନା? ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ୍। ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ୍, ଓକେ। ତ ହଁ, ତାହେଲେ ଏଠି ଏକ୍ସ କୁ ବି ମୁଁ କିଲୋମିଟର/ଆୱାର ରଖିଛି, ଏକ୍ସ କିଲୋମିଟର/ଆୱାର। ମୁଁ ଯଦି ସଜେଇକି ଲେଖିବି, ସ୍ପିଡ ଫେଡା ହବ। ତାହେଲେ ଟ୍ରେନର ସ୍ପିଡ ମାଇନସ ମଣିଷର ସ୍ପିଡ, ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ୍। ଡିଷ୍ଟାନ୍ସ ଏଠି କେତେ ଅଛି?
125 ମିଟର। ଟାଇମ କେତେ ଅଛି? 10 ସେକେଣ୍ଡ। କିନ୍ତୁ ଏଠି ମୁଁ ଲେଖିବି 5/18। 5/18 କାହିଁକି ଲେଖିବି? କାହିଁକି ନା ଏମାନେ କିଲୋମିଟରରେ ଅଛନ୍ତି, ଇଏ ମିଟରରେ ଅଛି, ଇଏ ସେକେଣ୍ଡରେ ଅଛି। ତ ସେଥିପାଇଁ କାରଣ x କିଲୋମିଟର/ଆୱାର, 5 କିଲୋମିଟର/ଆୱାର। ଏ କିଲୋମିଟରଟାକୁ ମୁଁ କନଭର୍ଟ କରିବି ମିଟର ପର ସେକେଣ୍ଡରେ, କାରଣ ୟୁନିଟ୍ ସବୁବେଳେ ପାଇଁ ସେମ୍ ରହିବା ଦରକାର। ତାହେଲେ ବର୍ତ୍ତମାନ ଏଥିରେ କେତେ ଗୁଣି 5/18। ଯେତେବେଳେ ମୁଁ ସିମ୍ପ୍ଲିଫାଇ କରୁଛି, ଏଇ ଯୋଉ ଗୁଣା ହେଇଥିଲା ଏପଟେ ହରା ହେଇଯିବ ନା ନାଇଁ, ମାନେ ଉଲ୍ଟି ଯିବ। ତାର ତ x-5 ଇଜ ଇକ୍ୱାଲ ଟୁ 125 ÷ 10 ଇଣ୍ଟୁ 18/5। କାହିଁକି ନା ଇଏ ଯୋଉଟା ଥିଲା ଏବେ ସେ ଓଲଟି ଯିବ। 5ରେ ଆକୁ କାଟିଲେ ଏଟା ହଉଛି 25। ଓକେ, 5 କୁ 25 କାଟିଲେ 5, 5 କୁ ଆକୁ କାଟିଲେ ହଉଛି 5, ଏଇଟା ହଉଛି 2। ଏଗେନ୍ 2 କୁ ଆଧରେ କାଟିଲେ କେତେ ହଉଛି ନା ନା 9×5 = 45। ଓକେ, ତାହେଲେ x କେତେ ହବ ନା x ଇଜ ଇକ୍ୱାଲ ଟୁ -5 ଟା ଏପଟେ ପ୍ଲସ୍ ହବ, 45 + 5 = 50। ମତେ କହୁଥିଲେ ଏ କ୍ୱେଶ୍ଚିନ୍ ରେ କଣ ଥିଲା, କିନ୍ତୁ କିନ୍ତୁ ତୁମେ ଏଟା ଭୁଲ କହିଲ। କଣ ପାଇଁ? ପଢେଇନି ତମକୁ, କନସେପ୍ଟ ବୁଝେଇନି। ତାହେଲେ ତାହେଲେ ଅଛି ପ୍ରୋବ୍ଲେମ କୋଉଠି? ପ୍ରୋବ୍ଲେମ ଅଛି ତମ ପାଖରେ। ନିଜ ପାଖରେ ଥିବା କମିବାକୁ, ନିଜ ପାଖରେ ଥିବା ଭୁଲକୁ ଖୋଜ। ଯେ ଏତେ ସାରା ବୁଝା ହବା ସତ୍ତ୍ୱେ ବି, ପଢା ହବା ସତ୍ତ୍ୱେ ବି ମୁଁ PYQ କରିପାରୁନି। ଆଜି ଯଦି ମୁଁ ଏକ୍ସାମ ହଲରେ ବସିଥାନ୍ତି, ଏ କ୍ୱେଶ୍ଚିନ୍ ଟାକୁ ଭୁଲ କରିଥାନ୍ତି, 55ରେ ମାରିକିରି ଆସିଥାନ୍ତି, 1 ମାର୍କ ଯାଇଥାନ୍ତା, ତା ବଦଳରେ ଆଉ ଗୋଟେ ଠିକରୁ 0.25 ମଧ୍ୟ ଯାଇଥାନ୍ତା। ଯଦି OS ରେ ପଚାରିଥାନ୍ତା 2 ମାର୍କ ଯାଇଥାନ୍ତା, ଆଉ ଗୋଟେ ଇଏରୁ 0.566 ମଧ୍ୟ ପାଇଥାନ୍ତା। ବୁଝା ପଇଲା? ଯିବା ଆମେ 31 ନମ୍ବର କ୍ୱେଶ୍ଚିନ୍। 31 ନମ୍ବର କ୍ୱେଶ୍ଚିନ୍। क्वेश्चन नंबर 31 नंबर क्वेश्चन। ଦେଖ, ଏଇଟା ହଉଛି ଗୋଟେ ଟେକ୍ନିକାଲ କ୍ୱେଶ୍ଚନ। ଏଇଟା ହଉଛି ଗୋଟେ ଟେକ୍ନିକାଲ କ୍ୱେଶ୍ଚନ। ଏ କ୍ୱେଶ୍ଚନ ନା ତୁମେ କୋଉ ବହିରେ ପାଇବ, ନା କୌଣସି ଟପିକରେ ଥାଏ, କିନ୍ତୁ ଏଇଟା ହଉଛି ସାଇକୋଲୋଜିକାଲ କ୍ୱେଶ୍ଚନ। ଯେ 1ରୁ 100 ଭିତରେ କେତୋଟି ସଂଖ୍ୟା ଅଛି ଯୋଉଥିରେ 3ର ବ୍ୟବହାର ହେଇଛି? କେତୋଟି ସଂଖ୍ୟା ଅଛି ଯୋଉଥିରେ 3 ବ୍ୟବହାର ହେଇଛି? ଯଦି ଆମେ କନସିଡର କରିବା 3, 13, 23, 30, 31, 32, 33, 34, 35, 36। ତ ଏମିତି ଆମେ ଦେଖିବା, ତ ଟୋଟାଲି ଆମର ଆନ୍ସର ହବ କେଇଟା ନା 20ଟା। ହାଉ ମେନି ଟାଇମ୍ ଡୁ ୟୁ ରାଇଟ୍ 3? କେତେ ଥର ତମେ 3 ଲେଖିଛ? କେତେ ଥର ତମେ 3 ଲେଖିଛ? ତ ଆନ୍ସର ହେବ ଏଇଟା ନା 20ଟା। ଓକେ, ତ ଆଇ ହୋପ ସମସ୍ତେ ଆଜିର କ୍ଲାସକୁ ବୁଝିପାରିଥିବ। ନା କାହା ଡାଉଟ୍ ଅଛି? କାରଣ ବର୍ତ୍ତମାନ ମୁଁ ତୁମକୁ ଅଲରେଡି କାଲି ପ୍ଲାନିଂ ବି ଦେଇଥିଲି ଯେ ବର୍ତ୍ତମାନ ଯେତିକି ମୁଁ ମ୍ୟାଥ ପଢିଛି, ବର୍ତ୍ତମାନ ନୂଆ ଟପିକକୁ ମୁଁ ଯିବିନି। ଏହି ସମୟରେ ମୁଁ PYQ କରିବି। ଯୋଉମାନେ ଥିଓରି ନ କରିଛ, ଏ ସପ୍ତାହରେ ଟ୍ରାଏ କର। ଆଦିତ୍ୟ ଏକାଡେମୀ ଆପ୍ଲିକେସନକୁ ଯାଅ, ମୁଁ ତୁମକୁ ଦେଖେଇ ଦଉଛି କୋଉ ଫାଇଲକୁ ଯିବ। ସପୋଜ କୌଣସି ବ୍ୟାଚରେ ଅଛ, ଯେ କାରଣ ମ୍ୟାଥ ଏଟା ସମସ୍ତଙ୍କ ପାଇଁ ମୋର ସମାନ ଥାଏ। CGL ପାଇଁ ଯାହା, ରାପିଡ ଫାୟାର ବ୍ୟାଚ ପାଇଁ ସେୟା, ପ୍ଲସ୍ ମେନ୍ ପାଇଁ ସେୟା। କୌଣସି ଗୋଟେ ଫାଇଲକୁ ଗଲ, ଧର ଏଥିରେ ଫାଇଲକୁ ଓପନ କଲ, আর না হয়তো সিসার ପେପର କିମ୍ବା ମ୍ୟାଥର କୌଣସି CGL ବ୍ୟାଚ୍ ହଉ, କୌଣସି ବ୍ୟାଚକୁ ଓପନ କରିବ, ସେଥିରେ ତୁମେ ମ୍ୟାଥ ପାଇଯିବ। ସପୋଜ ଏଥିରେ କଣ୍ଟେଣ୍ଟ ଗଲ, କଣ୍ଟେଣ୍ଟରେ ମ୍ୟାଥ ପାଇଗଲ। ମ୍ୟାଥର ପ୍ରଫିଟ ଲସ୍ ଅଛି, ଟାଇମ ଆଣ୍ଡ ୱାର୍କ ଅଛି, ପରସେଣ୍ଟେଜ, ଏଜ୍ ଅଛି, DI ଅଛି, ଆଭରେଜ ଅଛି, ଟ୍ରେଣ୍ଡ ଅଛି। ଯେତିକି ତମକୁ ମୁଁ ପଢେଇଛି ସେତିକି ତ ଆଗ ସାରିଦିଅ। ପ୍ରଫିଟ କଣ ହବ ନା ଗୋଟିଏ ସପ୍ତାହ ତ ଆମେ ଏବେ ନୂଆ କିଛି ପଢିବାନି। ସେଥିପାଇଁ ଆମେ ଯେହେତୁ ମାନେ PYQ କରିବା, ତମେ ଏପଟେ ଥିଓରି କରିଦେଲ, ସେପଟେ ମୁଁ କଣ କଲି ନା PYQ କଲି। ତ ଏବେ ସୁଯୋଗ ଅଛି, ସମସ୍ତେ ଥିଓରିକୁ ସାରିଦିଅ। ମ୍ୟାଥରେ ସିଲେକ୍ଟେଡ ଟପିକ ଭୋକିଲେ ସିଲେକ୍ଟେଡ ପାଇଁ ଆଉ ସମୟ ନାହିଁ। କମ୍ପିଟିସନ 21 ବର୍ଷରୁ 47 ବର୍ଷ। ଆ ଭିତରେ ଯଦି ସିଲେକ୍ସନ ଖୋଜିବ, ଏ ଜନ୍ମ ନୁହେଁ 7 ଜନ୍ମ ନେବାକୁ ପଡିବ ସିଲେକ୍ସନ ନେବି। ଆଉ ଯିଏ ସିଲେକ୍ସନ କହୁଛି ତାକୁ କୁହ, ସେ ଟିଚରକୁ କହିବ ତମଠାରୁ ବୋକା ବୋଧେ ପୃଥିବୀରେ ଆଉ କେହି ନାହାନ୍ତି।
କାରଣ ବୟସ 21 ରୁ 47 ଭିତରେ ଆମେ ଯଦି ସିଲେକ୍ସନ ପାଇଁ କହିବା ତାହେଲେ ଆମେ ବି ଗୋଟେ ବଡ ବୋକା ଯେ ଆମେ ପଚାରୁଛେ ସାର୍ ସାର୍ ସିଲେକ୍ସନ ଦିଅ। ଯଦି କୌଣସି ଟିଚର ବି ଭୁଲରେ କହିଦଉଛି ସିଲେକ୍ସନ ଏତିକି ପଢିଦିଅ ହେଇଯିବ, ମୁଁ କହିବି ମୋର ଏଇ 8 ବର୍ଷର ଏକ୍ସପିରିଏନ୍ସରୁ ମୁଁ କହିବି ସିଲେକ୍ସନ କିଛି ନଥାଏ। କିନ୍ତୁ ଗୋଟେ ଜିନିଷ ହଉଛି କନସେପ୍ଟ। କନସେପ୍ଟ କ୍ଲିୟର ଅଛି, ନୋ ସିଲେକ୍ସନ, ଏଭ୍ରିଥିଙ୍ଗ ଇଜ ସିଲେକ୍ସନ। ଥ୍ୟାଙ୍କ ୟୁ। ଆଚ୍ଛା, ଆଇ ହୋପ ସମସ୍ତେ କ୍ଲିୟର ହେଇଯାଇଛି। ତ ଆଜି ଆଉ କୌଣସି କ୍ଲାସ ନାହିଁ, ଯେହେତୁ ଆଜି ରଥଯାତ୍ରା ଅଛି। ଏଗେନ୍ ସମସ୍ତଙ୍କୁ ହାପି ରଥଯାତ୍ରା। ଆସନ୍ତା ଏଇ ଦିନକୁ ସମସ୍ତେ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଥିବ। ବାସ୍ ଏତିକି ମୋର କାମନା। ଆମମାନଙ୍କର କର୍ତ୍ତବ୍ୟ, ମୋର କର୍ତ୍ତବ୍ୟ ଆଉ ଆମ ମାନଙ୍କର ଭାଗ୍ୟ ହିଁ ଆମକୁ ସେ ଜାଗାରେ ପହଞ୍ଚେଇବ। ଥ୍ୟାଙ୍କ ୟୁ।